ओम नमो भगवते वासुदेवाय। चतुर्थाध्याय। श्रीशुकवाच। एथु अंतरे शुण राये, नाभिर होइल तनये। जेते लक्षण विष्णु ठारे, सकल अछि से कुमरे। शांति वैराग्य गुण जेते, आश्चर्य आदि ये जगते। अति संपत्ति बहु धने, पालित हुए प्रतिदिने। बढ़ई सुत अनुदिने, शुक्ल पक्षरे चंद्र जेने। अमात्य प्रियजन जेते, देवता ब्राह्मण सहिते। अवनी तले जेते जने, सानंद हेले सर्वे मने। ताहार बल वीर्य गुण, अति अद्भुत से लक्षण। देखि ता रूप यौवन, पितारु सभ देले नाम। पूर्वे ताहार संगतरे, विवाद कले पुरंदरे। जे भगवान जोगेश्वर, ऋषभ नामटी ताहार। आपणा माया जोग बळे, इंद्रकु निधन से कले। नाभि जे कर्म मान देखि, लोतक पूर्ण कला आखि। विकळे गद गद होई, मंद मधुरे से बोलई। जे भगवान जोगेश्वर, पुराण पुरुष ठाकुर। मायार अंशे रूप होई, से लीला शरीरे बहई। ताहाकु पुत्र भाव करी, बदने बचन उच्चारी। स्नेह भावरे से भजिला, परम सुख से पाइला। एथु अंतरे नृपमणि, कुमर बुद्धि बल जानी। आत्मीय ब्राह्मण कुराई, राजार पण पुत्रे देई। से मेरु देवी पत्नी तार, संगते घेनी नृपवर। बदरी आश्रमे रहिला, परम तप आचरिला। सुहृद भावे से राजन, चिंतई प्रभु भगवान। केते हे दिन तप कला, अन्ते से मुक्ति लभिला। ताहार जेते पुण्यांतरे, गायन करंती संसारे। एमंत संसारे केहेब, नाभिर पुण्य आचरिब। ଯାହାର ଶୁଦ୍ଧ ଭାବୁ କରି, ପୁତ୍ର ହୋଇଲେ ନର ହରି। ସେ ରାଜା ବିପ୍ରେ ଭକ୍ତି ବହି, ଯଜ୍ଞେ ପୂଜିଲେ ଭାବଗ୍ରାହୀ। ଯଜ୍ଞରେ ପ୍ରଭୁ ଚକ୍ରଧର, ହୋଇଲେ ନୟନ ଗୋଚର। ଏଥୁ ଅନ୍ତରେ ନୃପ ଶୁଣ, ସେ ଯେ ଋଷଭ ଭଗବାନ। ଗୁରୁକୁଳଙ୍କୁ ବଶ କଲେ, ଲୋକରେ ଧର୍ମ ଦେଖାଇଲେ। ସମସ୍ତ ବିଘ୍ନ ପୂର୍ଣ୍ଣ କରି, ଗୁରୁଙ୍କ ଆଜ୍ଞା ଶିରେ ଧରି। ଗୃହସ୍ଥ ଧର୍ମ ଆଚରଣ, କରନ୍ତି ସଂସାର କାରଣ। ଗୁରୁ ସନ୍ତୋଷେ ଦେଲେ ବର, ହୋଇବ ସତେକ କୁମର। ଏମନ୍ତ ଗଲା କେତେ ଦିନ, ଋଷଭ ରୂପେ ଭଗବାନ। ବେଦ ଉଚିତ କର୍ମ ରୂପେ, ବିଭା ହୋଇଲେ ଯଥୋଚିତେ। ପୂର୍ବରେ ଇନ୍ଦ୍ରର ଦୈବତ, ଆଶ୍ଚର୍ଯ୍ୟ ଆଦି ଯେ ରହିତ। ତହିଁ ବିବିଧ ଭୋଗ କରି, ଆନନ୍ଦେ ସଂସାରେ ବିହରି। ଯଥା କାଳରେ ତାହାଙ୍କର, ହୋଇଲା ସତେକ କୁମର। ଏହାଙ୍କ ମଧ୍ୟେ ମହାବୀର, ଶ୍ରେଷ୍ଠ ଯେ ଭରତ କୁମର। ଏ ଭୂମି ଯାହାର ନାମରେ, ଭାରତ ହୋଇଲା ସଂସାରେ। ଏ ନବତାର ଯେ ଅନ୍ତରେ, ହୋଇଲେ ଋଷଭ କୁମରେ।
शैलावर्त कुशाभर्त इन्द्रस्मुक जे ब्रह्मावर्त मलय आदीन मलय केतु जे नंदन विदर्भ आउ भद्रसेन विकट आदि नवपुत्र पछे कहिबा ता चरित भरत अनुज से नव शुण कहिबा राजदेव प्रबुद्ध जे पिपलायन द्राविड आविहोत्र नाम चमस अंतरिक्ष कवि कराभजन आउ हबि एनर श्रेष्ठ भागवत पवित्र कले जगत पूर्वे वसुदेव नारद ଦେଇଅଛନ୍ତି ଯେ ସମ୍ବାଦ ସେଠାରେ ବନିବା ସମସ୍ତ ଶୁଣ ରାଜନ ପରୀକ୍ଷିତ 81 ପୁତ୍ରଙ୍କ ଚରିତ ଶୁଣ କହିବା ଏକଚିତ କ୍ଷତ୍ରିୟ ସୁଶୀଳ ମହାନ୍ତ ପିତାର ଆଜ୍ଞାରେ ସେ ରତ ଶାସ୍ତିକ କର୍ମରେ ନିପୁଣ ସଂସାରେ ହୋଇଲେ ବ୍ରାହ୍ମଣ ଏ ଅନନ୍ତରେ ଯେ ଈଶ୍ୱର ଋଷଭ ନାମେ ଯୋଗେଶ୍ୱର ସେ ନୃତ୍ୟ ଅବୟ ଅନନ୍ତ ପରମାନନ୍ଦ ଯେ ନିବୃତ ମାୟାର ବଳେ ଦେହ ଧରି ଅନେକ କାଳ ସେ ବିହରି ଧର୍ମ ଆଚରି ଶିକ୍ଷା ଗୁଣ ଦିଅନ୍ତି ପ୍ରଜାଗଣେ ଦାନ ପରମ ଦୟାଳୁର ଗୁଣ ସର୍ବଭୂତରେ ମିତ୍ରପଣ ପ୍ରତିପାଳନ୍ତି ପ୍ରଜାଜନ ପୁତ୍ରକୁ ପିତା ହିଁ ଯେ ସନ ସେହି ପ୍ରକାରେ ନୃପବର ପାଳନ କରନ୍ତି ସଂସାର ଉତ୍ତମ କାଳେ ସୁଧ ଜଳେ ନାନା ସମ୍ଭାରେ ସେ ନିଶ୍ଚଳେ ଅତି ସମ୍ପତ୍ତି ଅନୁକ୍ରମେ ଯଜ୍ଞ କରନ୍ତି ସୁଧ ମନେ ଏମନ୍ତ କଲେ ଯଜ୍ଞ ସତ ବେଦ ଉଚିତ ଯଥୋଚିତ ଋଷଭ ପରିପାଳେ ମହି ଏମନ୍ତେ କେ ଅବା ଅଛଇ ଦରିଦ୍ର ହିଂସା ଖଳ ଆଦି ଅବିଦ୍ୟାବନ୍ତ ଯେ ପ୍ରସିଦ୍ଧି ବିଦ୍ୟା ପ୍ରାର୍ଥନା ଯେ କରଇ ଏମନ୍ତ ଜନ କେହି ନାହିଁ ଭକ୍ତି ବିଭିନ୍ନ ବିନୁଆନ ଅନ୍ୟ ନ ବାଞ୍ଛନ୍ତି ଯେ ଜନ ଏବେ ହ ଶୁଣ ସାବଧାନେ ଋଷଭ ବୁଲି ଏକ ଦିନେ ବ୍ରାହ୍ମଣ ସଭା ମଧ୍ୟେ ଯାଇ ତନୟ ମାନଛନ୍ତି ଯହିଁ କୋମଳ ମଧୁର ବଚନ ଶିକ୍ଷା ଲଭନ୍ତି ସେ ରାଜନ କହନ୍ତି ହିତ ବାକ୍ୟମାନ ଶୁଣନ୍ତି ଯେତେ ସଭାଜନ କହଇ ଜଗନ୍ନାଥ ଦାସ ଋଷଭ ନାରାୟଣ ଅଂଶ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟା 82 ପଞ୍ଚମ ସ୍କନ୍ଧେ ଋଷଭଚରିତେ ନାମ ଚତୁର୍ଥୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।